କଣ ଆଉ କୋଉଠୁ କହୁଥିଲେ ଆପଣ ଆପଣ ପରିଚୟ? ମୋ ନାଁ ଦିଲ୍ଲୀପ ପାତ୍ର, ମୁଁ କନ୍ଧରାରୁ କହୁଥିଲି। ଆଚ୍ଛା, କଣ ଅଭିଯୋଗ ଆଣିଛନ୍ତି? ଆପଣଙ୍କର ସ୍ତ୍ରୀ ନିଖୋଜ ଅଛନ୍ତି ନା ଆପଣଙ୍କ ସ୍ତ୍ରୀଙ୍କୁ ନେଇକି କିଏ ପଳେଇଲା ନା କଣ କେମିତି ଅଭିଯୋଗ ଆପଣ ଆଣୁଛନ୍ତି? ଅଭିଯୋଗ ବୋଲି ମୁଁ କିଛି ନେଇ ନଥିଲି, ଏଇ ରେକର୍ଡିଂରୁ ଯାହା ଶୁଣିଲି ମୋ ସ୍ତ୍ରୀଙ୍କି ସେଇଆ କହିଲି। ମୋ ସ୍ତ୍ରୀ ହେଠୁ ତାପରେ କହିଲେ ମୋର ଭୁଲ ହେଇଯାଇଛି, ମୁଁ ବି କହିଲି ଭୁଲ ହେଇଯାଇଛି। ଆଉ ମୁଁ ଆଡ଼ୁ ଆଉ କିଛି କହିଲିନି ତାଙ୍କୁ। ତାପରେ ସେ ଜାଣିପାଇଲେ ଯେମିତି ବାହାନା କରିକିନା ସେ ଯାଇଛନ୍ତି ଭାରି। ଆପଣଙ୍କ ସ୍ତ୍ରୀ କାହା ସହିତ କଥା ହଉଥିଲା? ରେକର୍ଡିଂ କାହାର ଅଛି? କାହା ସହିତ ଗଲେ ବୋଲି ଆପଣ ସନ୍ଦେହ କରୁଛନ୍ତି? ଆପଣ ଯାହା ସେ କଥା ହେଇଛନ୍ତି ତାଙ୍କ ସାଙ୍ଗରେ ଯାଇଛନ୍ତି ଆଉ। ତାମାନେ ଏଇସବୁ କାହା ସହିତ କଥା ହେଇଛନ୍ତି ଆପଣ ସନ୍ଦେହ କରୁଛନ୍ତି? ସନ୍ଦେହ ମୋର ସେ କିସ୍ତି ଉପରେ ମୋର ଡାଉଟ୍। ଆପଣଙ୍କର ଅଭିଯୋଗ ରହିଲା କି କିସ୍ତି ଉପରେ ଡାଉଟ୍, କିସ୍ତି ବାଲା ଆପଣଙ୍କ ସ୍ତ୍ରୀଙ୍କୁ ନେଇକି ପଳେଇଛନ୍ତି। ଆଜ୍ଞା, କୋଉ କିସ୍ତି ବାଲା ନେଇଛନ୍ତି? ସେ ଦିଟା ଆଜ୍ଞା ମୁଁ ମୂର୍ଖ ନୁକ, ମୁଁ ଜାଣିନି କିସ୍ତିର ନାଁ କଣ। ଗୋଟେ କାମେକ୍ଷା ଆଉ ଗୋଟେ କଙ୍କଡ଼ାହାଡ଼, ଏଇସବୁ ମୁଁ ଜାଣିଛି। ହେଲେ ଭେଟର କି NIT କଣ ମୁଁ ଜାଣିନି। ଆଚ୍ଛା, ଆପଣଙ୍କ ସ୍ତ୍ରୀ ଯେତେବେଳେ କଥା ହଉଥିଲେ କିମ୍ବା ଆପଣଙ୍କ ସନ୍ଦେହକୁ ଆସିଲା ଯେ ଆପଣଙ୍କ ସ୍ତ୍ରୀ କୌଣସି ଅନୈତିକ ସମ୍ପର୍କ ରଖୁଛନ୍ତି କିମ୍ବା ଅନ୍ୟ କୁଆଡେ କଥା ହଉଛନ୍ତି, ଆପଣ କେମିତି ଜାଣିଥିଲେ? ମୁଁ ଆଜ୍ଞା ବାହାରେ ଯେଉଁ ଥିଲେ ତାଙ୍କ କତିକି ଫୋନ୍ କରେ। ଫୋନ୍ କଲା ପରେ ମୁଁ ଯେତେବେଳେ ଫୋନ୍ କରେ ତାଙ୍କ ଫୋନ୍ ବ୍ୟସ୍ତ ଥାଏ। ତାପରେ ତାଙ୍କୁ ମୁଁ ଫୋନ୍ ପଚାରେ ଆଉ କଣ ଫୋନ୍ଟା କୁଆଡ଼େ ବ୍ୟସ୍ତ ରଖୁଛ, ସବୁବେଳେ କଥା ହେଉଛ? ସିଏ କୁହନ୍ତି ମୋ ନନା ନାନୀ ସାଙ୍ଗରେ ମୁଁ କଥା ହେଉଛି। ତେଣୁ ଆପଣଙ୍କ ସ୍ତ୍ରୀ କୁଆଡେ କଥା ହଉଥିଲେ ସେ ସମୟରେ ଆପଣ ସନ୍ଦେହ କଲେ? ମୁଁ ତ ସେମିତି କିଛି ଜାଣିପାଇଲିନି, ସନ୍ଦେହରେ ମୁଁ ଯାହା ରହିଲି ଆଉ। ମୁଁ ସେମିତି କିଛି ଜାଣିପାଇଲିନି ସେ କାହା ସାଙ୍ଗରେ କଥା ହେଉଛନ୍ତି ବୋଲି। ବର୍ତ୍ତମାନ ଆପଣଙ୍କ ସ୍ତ୍ରୀ କୁଆଡେ ଗଲା ବୋଲି ଆପଣ ପୁରା ଡାଉଟ୍ରେ ଅଛନ୍ତି? ଡାଉଟ୍ରେ ଅଛି। ମୋର ପୁରା ଡାଉଟ୍ରେ ଅଛି ଯେ ଯେଉଁମାନେ ଆସିଛନ୍ତି ତାଙ୍କ ମାନଙ୍କ ସାଙ୍ଗରେ ସିଏ କଥା ହେଇଛନ୍ତି, ଆଉ ତାଙ୍କୁ ସିଏ ବୁଝେଇଛନ୍ତି। କୋଉମାନେ ଆସିଥିଲେ? କିସ୍ତି ମାନେ ଆସିଛନ୍ତି, ତାଙ୍କୁ ସିଏ ବୁଝେଇଛନ୍ତି ତମର କିସ୍ତି ଦେଇନ, ଆଉ ଏମିତି ସେମିତି ମୋ ସ୍ତ୍ରୀ କି କହିଛନ୍ତି ଆଉ ତମେ ଭଲ ରହିବ, ଇଏ ସବୁ ରହିବ, ତମର କିସ୍ତି ବି ଛାଡ଼ ହେଇଯିବ, ଟେନସନ୍ ବି ଫ୍ରି ହେଇଯିବ। ତମେ ଏମିତି ସବୁ ଭୁଲାଇକିନା ମୋ ସ୍ତ୍ରୀ କି ସେ ନେଇଛନ୍ତି। ତାମାନେ କିସ୍ତି ବାଲା ଆପଣଙ୍କ ସ୍ତ୍ରୀଙ୍କୁ କହିଛନ୍ତି କିସ୍ତି ଛାଡ଼ ହେଇଯିବ, କିସ୍ତି ଆପଣ ଦେବାକୁ ପଡ଼ିବନି। ତେଣୁ ତାଙ୍କୁ ପ୍ରେମ ଆଳାପ କରିକି, ପ୍ରେମରେ କଥାବାର୍ତ୍ତା କରିକି ଆପଣ ତାଙ୍କୁ ନେଇକି ପଳେଇଛନ୍ତି ବୋଲି ଆପଣ ଅଭିଯୋଗ କରୁଛନ୍ତି? ପଳେଇଛନ୍ତି ନେଇକିନା ଅଭିଯୋଗ କରୁଛି। ନେଇକି ଆପଣ ଥାନାର ଦ୍ୱାରସ୍ଥ ହେଇଛନ୍ତି କି? ହଁ, ନେଇକିନା ଥାନାରେ ମୁଁ FIR ଦେଇଛି ଆଜ୍ଞା। ଥାନା ବାଲା ପ୍ରତିଶ୍ରୁତି ଆପଣଙ୍କୁ କଣ ଦେଇଛନ୍ତି? ଦେଇଛନ୍ତି ଗୋଟେ, ସେ କହିଛନ୍ତି ଯେ ତମେ ବି ଟିକେ ତୁରନ୍ତ କୁଆଡ଼େ ଖୋଜାଖୋଜି କରୁଥିବ, ଯଦି ବା ମିଳିଗଲା ଆମକୁ ଆସିକି ଜଣେଇବ, ଆଉ ଆମେ ବି ତାଙ୍କ ଖୋଜା ଚାଲିଛି, ଆଉ କୋଉଠି ବି ପାଇଲେ ଆପଣଙ୍କୁ ବି ଜଣେଇବୁ। ଆପଣଙ୍କର ସ୍ତ୍ରୀ ଯଦି କାହା ସହିତ ପଳେଇଥିବେ, ଆପଣଙ୍କ ସ୍ତ୍ରୀ ଯଦି ଆସିବେ ଆପଣ ଗ୍ରହଣ କରିବେ? କରିବି ଆଜ୍ଞା, ଆପଣ ଗ୍ରହଣ କରିବି। ସ୍ତ୍ରୀଙ୍କୁ ଆପଣ ଚାହିଁକି ବସିଛନ୍ତି? ହଁ, ଚାହିଁକି। ମୁଁ ପିଲା ଛୁଆ କେତେଟା? ପିଲା ଛୁଆ ଆଜ୍ଞା ମୋର ଯୋଡ଼େ, ପୁଅ ଯୋଡ଼େ। ସେ ବର୍ତ୍ତମାନ କେମିତି କରୁଛନ୍ତି, ବଡ଼ ବଡ଼ ନା ଛୋଟ ଛୋଟ? ସେ ଛୋଟ, ଗୋଟେ 4 ବର୍ଷର ପିଲା, ଆଉ ଗୋଟେ ବର୍ଷେ 2 ମାସ ଭଳିଆ ହେଇଛି ଆଜ୍ଞା। ସେ କ୍ଷୀର ଛାଡ଼ି ନାହାନ୍ତି, ଆଉ ଛୋଟ ଛୁଆ ଭାରି ଖୋଜୁଛି, 2 ଜଣ ଯାକ ଖୋଜୁଛନ୍ତି, ମା ବୋଲି ଡାକିକି ଖୋଜୁଛନ୍ତି, ଆଉ ରାତିରେ ଶୋଉନାହାନ୍ତି, ଆଉ କାନ୍ଦୁଛନ୍ତି, ଆମେ ବି କାନ୍ଦୁଛୁ। ଆପଣ ସ୍ତ୍ରୀଙ୍କୁ ବର୍ତ୍ତମାନ ଆପଣ ଚାହିଁକି ବସିଛନ୍ତି? ହଁ, ଏବେ ବି ମୁଁ ସ୍ତ୍ରୀଙ୍କୁ ଭଲ ପାଇଛି, ଆଉ ଏବେ ବି ଭଲ ପାଉଛି। ସେ ଯୋଉଠି ଅଛନ୍ତି ଆଉ ଆସନ୍ତୁ ଭାରି, ମୁଁ ତାଙ୍କୁ ଗ୍ରହଣ କରିବି। ଆପଣ ଲଭ୍ ମ୍ୟାରେଜ କରିଥିଲେ ନା ଆରେଞ୍ଜ ମ୍ୟାରେଜ କରିଥିଲେ? ଲଭ୍ ମ୍ୟାରେଜ କରିଥିଲି। କେତେ ବର୍ଷ ଆପଣଙ୍କର ଭଲ ପାଇବା ଥିଲା? ଭଲ ପାଇବା ମୋ ଥିଲା 7 ବର୍ଷ। 7 ବର୍ଷ? ମିଛ କଥା କହୁଛି। କେତେ ବର୍ଷ ଭଲ ପାଇଥିଲେ? କେତେ ବର୍ଷ ଭଲ ପାଇବା ପରେ ବାହା ହେଇଥିଲେ ଆପଣ? ଭଲ ପାଇବା ମୋର ଥିଲା 1 ବର୍ଷ, ହେଲେ ଭଲ ପାଇବା ପରେ 1 ବର୍ଷ ଭିତରେ ମୁଁ ନେଇକି ଆସିଥିଲି ଭାରି, ମୋ ପାଖରେ ସେ ରହିଲେ। ଆପଣ ଭାବୁଛନ୍ତି କି ଆପଣଙ୍କର ସ୍ତ୍ରୀ ଭଲ ପାଇବା ଭିତରେ ଆପଣଙ୍କର କିଛି ଅଭାବ ରହିଗଲା ଯାହା ଫଳରେ କି ଆପଣ ସ୍ତ୍ରୀ ପଳେଇଲେ? ନାଇଁ, କିଛି ମୁଁ ଅଭାବ କରିନି। ସେ ଯାହା ବି ମୋତେ ମାଗିଛନ୍ତି ମୁଁ ସେଇଆ ବି ଦେଇଛି। ମୋର ଗରିବ ଲୋକ, ମୋର ସକ୍ଷମ ଅନୁସାରେ ମୁଁ ମୋର ଦେଇଛି। ନାଇଁ, ଆପଣଙ୍କର ସ୍ତ୍ରୀକୁ ଭଲ ପାଇବାର ଦେବାର ଗରିବ ଧନୀ କିଛି ନଥାଏ। ଆପଣଙ୍କ ସ୍ତ୍ରୀ ସହିତ ଯୋଉ ମାନେ ଜଣେ ସ୍ୱାମୀ ଏବଂ ସ୍ତ୍ରୀର ଯାହା କିଛି ଚାହିଁଥାଏ ସେ କିଛି ଅଭାବକୁ ଆପଣ କରିଥିଲେ କି? ନାଇଁ, ମୁଁ କିଛି ଅଭାବ କରିନି, ସେ ଯାହା ଚାହିଁଛନ୍ତି ମୁଁ ସେଇଆ ଦେଇଛି। କାହିଁକି ପଳେଇଲେ ଆପଣଙ୍କ ସ୍ତ୍ରୀ? ମୁଁ ଆଜ୍ଞା ଯୋଉ ବାହାରକୁ ଗଲି, ସେ ସବୁବେଳେ ଛୋଟ ଛୁଆଙ୍କୁ ଧରିକିନା ବାହାରକୁ ଯାଆନ୍ତି ବୁଲିବା ପାଇଁ। ବାହାରକୁ ଯାଆନ୍ତି କହିଲେ କୁଆଡେ ବୁଲିବା ପାଇଁ ବାହାରକୁ ଯାଆନ୍ତି? ବୋଲି କାମାକ୍ଷା ଯାଆନ୍ତି, କଙ୍କଡ଼ାହାଡ଼ ଯାଆନ୍ତି, ଏମିତି ସବୁ କହିକି ବୋଉକୁ
କୁହନ୍ତି ମୋର ମେଡ଼ିକାଲ ଯାଉଛି ଆଉ କହିଛନ୍ତି ବି ମୋ ଆଧାର କାର୍ଡ଼ ବି କରିବି ଏମିତି ସବୁ ନା ସର୍ଜି ପାତ୍ର। ଘର କୋଉଠି? ଘର ମୋର ନାଇଁ ଏଠି ଅଛି କନ୍ଧରା। କନ୍ଧରା। କଣ ହେଇଛି ଅଭିଯୋଗ? ଆପଣଙ୍କର ବୋହୂ କୁଆଡେ ଗଲା? ବୋହୂ ରାନ୍ଧିଲେ ବାଢିଲେ ତ ଖାଇଲେ ଆମକୁ ଦେଲେ, ବୋହୂ କୁଆଡେ ଗଲା ଯେ ଆଉ ଆମେ ପାଉନୁ ଆଉ। ଆଚ୍ଛା, ଆପଣ ବୋହୂ କୁଆଡେ ଗଲା ଆପଣ କାହା ଉପରେ ସନ୍ଦେହ କରୁଛନ୍ତି? ବୋହୂ କିଛି ଖରାପ କାମ କରିଛି କି ନାଇଁ, କୁଆଡେ ଗଲା? ଆଉ ସନ୍ଦେହ ସେ ତ ବୋହୂ 4 ଜଣ ସାଙ୍ଗରେ କଥା ହେଇଛି, ରେକର୍ଡିଂ ହେଇକି ଅଛି ଆଉ। କୋଉ 4 ଜଣ? କଣ ସେମାନେ ଅଛନ୍ତି? ଆଉ ବାପା କଣ କହେ, ସେ କିସ୍ତି ବାଲା ହେଇଥିବେ କି ଆଉ ଅନ୍ୟ ପିଲା, ଆଉ ଆମେ କହିପାରିବୁ? ନାଇଁ, ଆପଣଙ୍କ ଥିବା ଅବସ୍ଥାରେ ଆପଣଙ୍କ ଘରକୁ କିଏ ବାରମ୍ବାର ଆସନ୍ତି କି? ହଁ, କିସ୍ତି ବାଲା ଆସନ୍ତି। କୋଉ କିସ୍ତି ବାଲା? ସେଇ କଙ୍କଡାହାଡର ଆଉ ସେଇ କାମାକ୍ଷା କଙ୍କଡାହାଡ ଆଉ କାମାକ୍ଷା ବାଲା ଆସନ୍ତି କିସ୍ତି ପାଇଁ ଆପଣଙ୍କ ଘରକୁ? ହଁ। ଆପଣ ନଥିଲା ବେଳେ ଆପଣଙ୍କ ବୋହୂ ସହିତ କିଛି ଖରାପ କଥା ହୁଅନ୍ତି? ହଁ, କଥା ହୁଅନ୍ତି। କଣ କୁହନ୍ତି? କଣ ହୁଅନ୍ତି ଯେ ଆଉ ବାପା ମୁଁ ମୋବାଇଲ ଧରିଛି ଯେ ମୁଁ ଆଉ କହିପାରିବି କି? ଆପଣ ବୋହୂକୁ କିଛି ତାଗିଦ କରିଥିଲେ ଏ ନା ବିଷୟରେ? ନା, କେବେ ନାହିଁ। ନାଇଁ, ଆପଣଙ୍କ ବୋହୂକୁ କିଛି କହିଥିଲେ କି କାହିଁ ତାଙ୍କ ସହିତ କଥା ହଉଛନ୍ତି, କଣ କେମିତି ଆପଣ ନାହିଁ କହିଥିଲେ? ନାହିଁ, ମୁଁ କିଛି କହିନି। ସେ ବୋହୂଙ୍କ ସହିତ ଯେତେବେଳେ କଥା ହୁଅନ୍ତି ଏକୁଟିଆ କଥା ହୁଅନ୍ତି ନା ଆଉ କେମିତି କଥା ହୁଅନ୍ତି, ନା ଆପଣ ଥିଲା ଅବସ୍ଥାରେ କଥା ହୁଅନ୍ତି? ମୁଁ ଥିଲେ କଥା ହେବେ, ନଥିଲା ଅବସ୍ଥାରେ ସୁଦ୍ଧା କଥା ହେବେ। ପରେ ପରେ ପୁଅ କୁଡ଼ିଏରେ ପଇସା ପାଇବ ଆଉ ବୋହୂ ପଛରେ ପଇସା ଛାଡ଼ିଦବ। ଆଚ୍ଛା, ତାଙ୍କ ନମ୍ବର ରଖିକି। ତାଙ୍କ ନମ୍ବର ରଖିକି, କିସ୍ତି ବାଲାଙ୍କ ନମ୍ବର ରଖିକି ଆପଣଙ୍କ ବୋହୂ ପର୍ସନାଲି କଥା ହୁଅନ୍ତି? ହଁ। ଆପଣଙ୍କ ପୁଅ କୁଆଡେ ଯାଇଥିଲେ, କଣ କରୁଥିଲେ? ପୁଅ ଯାଇକି ଥିଲା ବାହାରେ, କଣ କମ୍ପାନୀରେ କଣ କାମ କରୁଥିଲା ଆଉ। ଆଚ୍ଛା, ମାନେ କିସ୍ତି ବାଲା ଯେତେବେଳେ ଆସନ୍ତି କୋଉ ସମୟରେ ଆସନ୍ତି? ରାତିରେ ଆସନ୍ତି, ଦିନରେ ଆସନ୍ତି। ରାତିରେ ବି ଆସନ୍ତି? ତେଣୁ ଆପଣ କାହା ଉପରେ ଡାଉଟ୍ କରୁଛନ୍ତି? ସେ ଯାହା ସାଙ୍ଗରେ ସେ କଥା ହଉଛି ଆଜ୍ଞା, ଆମେ ତା ଉପରେ ଡାଉଟ୍ କରୁଛୁ। ତାମାନେ ଆପଣ ଅଭିଯୋଗ କରୁଛନ୍ତି କି ଆପଣଙ୍କର ଯୋଉ କିସ୍ତି ବାଲା ଆସୁଛନ୍ତି ସେମାନେ ଆପଣଙ୍କ ବୋହୂକୁ ନେଇକି ପଳେଇଛନ୍ତି? କଣ ଚାହିଁବୁ ଆଉ? ଆପଣ ବୋହୂକୁ ଫେରି ପାଇବେ ନା ବୋହୂଙ୍କର କିଛି ତଦାରଖ କରିବେ? ହଁ, ଆଉ ବୋହୂ ଆସିଲା ଆଉ ବୋହୂକୁ ରଖେଇବୁ ଆଉ।